ଚାମେଲି ଓଝା ବର୍ତ୍ତମାନ ପୁରା ରାଜ୍ୟର ଚର୍ଚ୍ଚିତ ନା। କାହିଁକି ନା ମହାକାଳପଡ଼ା ବ୍ଲକ ଅଫିସ ସାମ୍ନାରେ ସେ ବିରୋଧ କରୁଥିବା ବେଳେ ଆନ୍ଦୋଳନ କରୁଥିବା ବେଳେ ପୋଲିସ ତାଙ୍କୁ ଉଠାଇ ନେଇଛି। ଚାମେଲି ଅଭିଯୋଗ କରୁଛନ୍ତି ଯେ ପୋଲିସ ତାଙ୍କୁ ମାଡ଼ ମାରିଛି। ସେପଟେ ପୋଲିସ ବାବୁ ଆଉ ବିଡିଓ ବାବୁ ମିଳିମିଶି ଦୁଇଟି ଏଫଆଇଆର ଚାମେଲିଙ୍କ ବିରୋଧରେ ଦାୟର କରିଛନ୍ତି, ଯେଉଁଥିରେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଓ ସରକାରୀ କାମରେ ବାଧା ସୃଷ୍ଟି କରିବାର ଅଭିଯୋଗ ଚାମେଲିଙ୍କ ବିରୋଧରେ ରହିଛି। ସେପଟେ ଅସୁସ୍ଥତା କାରଣରୁ ବର୍ତ୍ତମାନ ହସ୍ପିଟାଲ ବେଡରେ ଚିକିତ୍ସିତ ହେଉଛନ୍ତି ଚାମେଲି ଓଝା। ଅଭିଯୋଗ କରିଛନ୍ତି ତାଙ୍କୁ ପୋଲିସ ମାଡ଼ ମାରି ଏଭଳି ଅବସ୍ଥା କରିଦେଇଛି। ତେବେ ଦର୍ଶକ ବନ୍ଧୁ, ଏ ପୁରା ବିବାଦ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ତିଖିରି ପଞ୍ଚାୟତର ସରପଞ୍ଚ ନିଜର ଅଭିଯୋଗ ନେଇ ମହାକାଳପଡ଼ା ବିଡିଓଙ୍କ ପାଖକୁ ଯାଇଥିଲେ। ମହାକାଳପଡ଼ା ବିଡିଓଙ୍କ ବିରୋଧରେ ତାଙ୍କ ଅଭିଯୋଗ ହେଲା ଯେ ତିଖିରି ପଞ୍ଚାୟତରେ ଯେଉଁ ସବୁ ସରକାରୀ କାମ ହେଉଛି ତାର ବିଲ୍ ଠିକ ସମୟରେ ଦାଖଲ ହେଉନାହିଁ ଏବଂ ତାର ପାଉଣା ମଧ୍ୟ ଉଚିତ ସମୟରେ ମିଳୁନାହିଁ। ଅନେକ ବିକାଶମୂଳକ କାମ ତିଖିରି ପଞ୍ଚାୟତରେ ଅଟକି ରହିଛି। ବ୍ଲକ ପ୍ରଶାସନ ଅଣଦେଖା କରୁଥିବା ଯୋଗୁଁ ଏଭଳି ଏକ ସ୍ଥିତି ଉପୁଜିଛି। ଆଉ ଏହାକୁ ନେଇ ଯେତେବେଳେ ଚାମେଲି ଓଝା ନିଜର ଆଉ କିଛି ସହକର୍ମୀ ନେତା ଓ ସମର୍ଥକଙ୍କ ସହ ବିଡିଓ କାର୍ଯ୍ୟାଳୟ ଯାଇଥିଲେ, ସେତେବେଳେ ପୁରା ବିବାଦ ଆରମ୍ଭ ହେଲା। ବିଡିଓଙ୍କ କାର୍ଯ୍ୟାଳୟ ଭିତରେ ଆଲୋଚନା କରି ଯେତେବେଳେ ଚାମେଲି ବାହାରକୁ ବାହାରିଲେ, ସେତେବେଳେ ମହାକାଳପଡ଼ା ପୁଲିସ ପୁରା ଆକ୍ସନ ମୋଡରେ ଚାମେଲିଙ୍କୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଅପେକ୍ଷା କରିଥିଲା। ଯାହା ତଥ୍ୟ ସାମ୍ନାକୁ ଆସୁଛି ଯେ ବିଡିଓଙ୍କ କାର୍ଯ୍ୟାଳୟରେ ଚାମେଲି ଏବଂ ବିଡିଓଙ୍କ ଭିତରେ ବଚସା ହୋଇଛି, ଯେଉଁଥିପାଇଁ ବ୍ଲକ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ ଆଉ ଆଲୋଚନା ସାରି ବାହାରକୁ ଆସିଲା ବେଳକୁ ଚାମେଲିଙ୍କୁ ଅପେକ୍ଷା କରିଥିଲା ମହାକାଳପଡ଼ା ପୁଲିସ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ମହାକାଳପଡ଼ା ପୁଲିସ ପୁରା ବିବାଦର ସମାଧାନ କ'ଣ କରିବ, ଏହି ବିବାଦକୁ ଆହୁରି ଉଖୁରେଇଲା ଭଳି କାମ କରିଥିବା ଅଭିଯୋଗ ହେଉଛି, ଯେଉଁ ଭିଡିଓ ଚାମେଲି ଓଝା ଭାଇରାଲ କରୁଛନ୍ତି। ଜଣେ ସରପଞ୍ଚ ଭାବରେ ସେ ପୋଲିସ ସାମ୍ନାରେ ଯୁକ୍ତି ରଖୁଛନ୍ତି ଯେ ନିଜ ଅଞ୍ଚଳର ଦାବି ନେଇ ସେ ବିଡିଓଙ୍କ ପାଖକୁ ଆସିଥିଲେ, ବିଡିଓ କଥା ଶୁଣୁନାହାନ୍ତି, ସେଥିପାଇଁ ସେ ବିରୋଧ କରିବା ପାଇଁ ବାଧ୍ୟ ହେଲେ। ଆଉ ଏସବୁ ଭିତରେ ପୁଲିସ ବାବୁ ଚିହିଁକି ଉଠୁଛନ୍ତି। ଆଇଆଇସି ମାନସ ମଲ୍ଲିକ ମହାକାଳପଡ଼ା ଥାନାର ଯେ ଆଇନ ଶୃଙ୍ଖଳାକୁ ସମ୍ଭାଳିବା କଥା, ଯେ ଅପରାଧ ନିୟନ୍ତ୍ରଣ କରିବା କଥା, ସେ ଜଣେ ମହିଳା ସରପଞ୍ଚଙ୍କୁ ଜ୍ଞାନ ବାଣ୍ଟୁଛନ୍ତି ଯେ ମହିଳା ସରପଞ୍ଚ କେମିତି କାମ କରିବେ। ଯଦି ବିଡିଓ ଶୁଣୁନାହାନ୍ତି, ଉଚ୍ଚ ପଦସ୍ଥ ଅଫିସର ଉପଜିଲ୍ଲାପାଳ ଜିଲ୍ଲାପାଳଙ୍କ ପାଖକୁ ଯାଆନ୍ତୁ। ଆଇଆଇସି ଜଣକ କିଛି ଭୁଲ କଥା କହୁନାହାନ୍ତି, କିନ୍ତୁ କଥା ହେଉଛି ଯେ ମହିଳା ସରପଞ୍ଚ ଯେତେବେଳେ ନିଜର ଦାବି ନେଇ ବିଡିଓଙ୍କ ପାଖକୁ ଯିବେ, ତାପରେ ସେ କ'ଣ ନିଷ୍ପତ୍ତି ନେବେ। ସେ ଗୋଟେ ନିର୍ବାଚିତ ଜନପ୍ରତିନିଧି, ଯଦି ବିଡିଓ କଥା ଶୁଣୁନାହାନ୍ତି ତେବେ କେମିତି ସେ ସମସ୍ୟାର ସମାଧାନ କରିବେ? ସେ ନିଜେ ଚିନ୍ତା କରିବେ ନା ଆଇଆଇସି ବାବୁ ତାଙ୍କୁ ଜ୍ଞାନ ବାଣ୍ଟିବେ? ପ୍ରଥମ ପ୍ରଶ୍ନ। ଦ୍ୱିତୀୟ କଥା ହେଉଛି ଯେ ଜଣେ ମହିଳା ସରପଞ୍ଚ ଯଦି ଲୋକଙ୍କ ଅଭିଯୋଗ ବା ସମସ୍ୟା ନେଇ ବିଡିଓଙ୍କ ପାଖକୁ ଯିବେ ନାହିଁ, ତେବେ କିଏ ଯିବ? ଆଉ ଯଦି କୌଣସି କାରଣରୁ ବଚସା ହେଲା, ତେବେ ବଚସାର ସମାଧାନ ଆବଶ୍ୟକ ନା ମହିଳା ସରପଞ୍ଚଙ୍କ ନାଁରେ ମାମଲା କଷିଦେବା ଉଚିତ? ଅରିନ୍ଦମ ରାୟ ବି ତ ସରକାରୀ କର୍ମଚାରୀଙ୍କୁ ବିରୋଧ କରିଥିଲେ, ସେ ତ ଅଫିସ ଭିତରେ ଦୁର୍ବ୍ୟବହାର କରିଥିଲେ। କିନ୍ତୁ ସେହି ଘଟଣାରେ ପୁଲିସ ଏବଂ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଭିନ୍ନ, ଆଉ ଚାମେଲି ଓଝାଙ୍କ କ୍ଷେତ୍ରରେ ପୁଲିସ ଏବଂ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଭିନ୍ନ। ଏସବୁ ଭିତରେ ବଡ଼ ପ୍ରଶ୍ନ ହେଉଛି ଯେ ଜଣେ ମହିଳା ସରପଞ୍ଚ, ଯେ ନିର୍ବାଚିତ ଜନପ୍ରତିନିଧି, ତାଙ୍କର କ'ଣ ଆନ୍ଦୋଳନ କରିବାର ଅଧିକାର ନାହିଁ? ତାଙ୍କର କ'ଣ ଗଣତାନ୍ତ୍ରିକ ଉପାୟରେ ବିରୋଧ କରିବାର ଅଧିକାର ନାହିଁ? ଯଦି ବ୍ଲକ ପ୍ରଶାସନ ତାଙ୍କ କଥା ଶୁଣୁନାହିଁ, ତେବେ ସ୍ୱାଭାବିକ ଭାବରେ ମହିଳା ସରପଞ୍ଚଙ୍କ ଭିତରେ ଅଭିମାନ ବା ସାମାନ୍ୟ ରାଗ ଉପୁଜିବା ସ୍ୱାଭାବିକ ନୁହେଁ କି? ଆଉ ଯଦି ମହିଳା ସରପଞ୍ଚ ଆନ୍ଦୋଳନର ଅଧିକାର ରଖିବେ ନାହିଁ, ଜଣେ ସାଧାରଣ ଲୋକ ଗଣତନ୍ତ୍ରରେ ବିରୋଧ କରିପାରିବ ନାହିଁ, ନିଜର ମତ ସାବ୍ୟସ୍ତ କରିପାରିବ ନାହିଁ, ଆଉ ସରକାରୀ ବାବୁଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କଲେ ପୋଲିସ ଓ ପ୍ରଶାସନ ମିଶି ତାଙ୍କୁ ସରକାରୀ ମାମଲାର ଫନ୍ଦିରେ ଫସେଇ ଦେବେ, ତେବେ ଇଏ କି ପ୍ରକାର ବ୍ୟବସ୍ଥା? ଏହାପରେ ଅଭିଯୋଗ ଆସେ ପୋଲିସ ଉପରକୁ। ଚାମେଲି ଓଝା ବିଡିଓଙ୍କ କାର୍ଯ୍ୟାଳୟରୁ ବାହାରିବା ପରେ ଅଭିଯୋଗ କଲେ ଯେ ବିଡିଓ ତାଙ୍କ କଥା ଶୁଣି ନାହାନ୍ତି, ବିଡିଓଙ୍କ ସହ ବଚସା ହୋଇଥିବା ଅଭିଯୋଗ ହେଲା। ଆଉ ପୋଲିସ ପାଖକୁ ଆସିବା ପରେ ସବୁ କିଛିର ପର୍ଦ୍ଦାଫାଶ ଗଣମାଧ୍ୟମରେ ହୋଇଗଲା, ସୋସିଆଲ ମିଡିଆ ପ୍ଲାଟଫର୍ମରେ ହେଲା।
पुलिस चामेली ओझा को टेकी नेला बाटर चामेली ओझा सोशल मीडिया रे लाइव रे आसिले पुलिस विरोध रे बसिले अभियोग कले जे पुलिस तांको माड़ मारुछि ए सब भितर चामेली ओझा असुस्थ हेले तांको मेडिकल निया गला सेपटे पुलिस ऊपर को जेतेबेले अंगुली निर्देश हैला महाकालपड़ार थाना आईआईसी मानस मल्लिक बाबू कौन करिसेंती ना किछि सीसीटीवी फुटेज को गणमाध्यम को जारी करिसेंती जो चामेली ओझा स्वतःप्रवृत्त भाव में बसिथिबा एवं बसिबा अवस्था असुस्थ होई पड़िबा देखिबाकू मिलुछि आ महिला कर्मचारी माने जो माने अछंती तांको उठाउचंती तबे आईआईसी महाकालपड़ा जो सीसीटीवी फुटेज रो गोटे अंश जारी करिसेंती से गोटे अंश केवल पुलिस को निर्दोष साब्यस्त करबा पई कि पूरा सीसीटीवी रो सीक्वेंस को काहे कि महाकालपड़ा पुलिस जारी करू नाही गाड़ी भितर नेबा बेले महिला पुलिस कर्मचारी भितर लाइव रे आसी चामेली जो अभियोग कले जे पुलिस तांको आक्रमण करूछि से दिगरे काहे कि पुलिस किछि कहू नाही आ सबुठारु आश्चर्यर कथा हैला जने जनप्रतिनिधि एवं सरकारी बाबूंक भितर विवाद वर्तमान चरम सीमा रे पहुंची दुईटी एफआईआर चामेली ओझांक विरोध रे दायर होईछि गोटे पुलिस करिछि जोंथिरे पुलिस को आक्रमण पुलिस रो हाथ को कामुड़ीबा सरकारी कार्य रे बाधा सृष्टि करिवार अभियोग रहिछि बीएनएस रो 12 टी दफा लागिछि 132 133 एमिति अनेक दफा लागिछि आउ गोटे मामला महाकालपड़ा वीडियो भी करिसंती जोंथिरे सरकारी काम को विरोध करिबा सरकारी कार्य रे थिबा बाबू को असदाचरण करिबा तांको सह बचसा करिबा एमिति अनेक अभियोग से नैचंती पुलिस आउ ब्लॉक प्रशासन मिली मिसी चामेली को वर्तमान आईन रो फासरे छंदी दैछंती किंतु एठी प्रश्न उठुची जने जनप्रतिनिधि कोन आंदोलन करिवार अधिकार रखंती नाही जने जनप्रतिनिधि जदि कोनसी घटना को नहीं दुई मत रखुचंती बा आरोप लगौचंती जे सरकारी बाबू ठीक भाव में कार्य करू नाहंती तेबे एहार अर्थ कौन जे संपृक्त सरकारी बाबू उक्त जनप्रतिनिधि को पुलिस एवं आईन रो फासरे छंदी देबे कहूली अरिंदम राय भी दुर्व्यवहार करिसंती से दुर्व्यवहार पर ओडिशा पुलिस रो कार्यानुष्ठान कौन थिला किंतु चामेली ओझा जेहेतु जड़े सरपंच सेतिपाई तांको ऊपर पुलिस एवं प्रशासन दाऊ साजुछि कि एहार आउ गोटे दिग रही आउ किछि मत सामना को आसुछि सोशल मीडिया रे जे चामेली ओझा दुर्व्यवहार करिसंती चामेली ओझा बचसा करिसंती किंतु वीडियो फुटेज रे जेतिकी अभियोग सामना को आसिलानी सेतिरे चामेली ओझा विरोध रे आसुतबा अभियोग तुलना रे पुलिस एवं प्रशासन विरोध रे आसुतबा अभियोग अधिक संगीन